+3 AECC। फास्ट यूनिट ता पूर्वर वीडियो को लाइक चैनल को सब्सक्राइब कर दियो। एटा फास्ट सेमिस्टर रे साइंस पिलांकर अछि, सेकेंड सेमिस्टर रे कॉमर्स पिला आर्ट्स पिला दी जनकर अछि। चलो देखिबा परिवेश पाठर परिसर और सुजोग एउट देखिबा। अध्ययन कुए अतीतर लोक माने परिवेश प्रति बहु सचेतन थिले। वैदिक जुगरे परिवेश संरक्षणर उदाहरण देखिबाकू मिले। भारतीय संस्कृति रे प्रकृति पूजा वृक्ष एवं पशु मानकू पूजा करिवार दृष्टांत अछि। 1869 मसिहारू परिवेश पाठ अध्ययन निमंते प्रथम करी प्रचेष्टा आरंभ ହେଲା। ସେଥିପାଇଁ କେତେ ଜଣ ମହାନ ବ୍ୟକ୍ତି ମାନଙ୍କର ପ୍ରୟାସ ହିଁ ପରିବେଶ ଓ ପ୍ରକୃତି ସୁରକ୍ଷା ପାଇଁ ଗୁରୁତ୍ୱ ଦେଇ ଆସିଛି। ଏଟା ହେଲା ଫାର୍ଷ୍ଟ ୟୁନିଟରେ ମାନେ ପରିବେଶ ବିଷୟ ମାନେ ପରିବେଶରେ କ'ଣ କ'ଣ ହେଇଛି। ଏକ ସୁସ୍ଥ ପରିବେଶର ଉପାଦାନ ଗୁଡ଼ିକ ହେଲା ସୁସ୍ଥ ବାୟୁ, ପ୍ରଚୁର ନିର୍ମଳ ଜଳ, ବିକାଶ ଓ ସମୃଦ୍ଧି ପାଇଁ ଆବଶ୍ୟକ ଭୂମି, ଶରୀରର ବୃଦ୍ଧି ଓ ରକ୍ଷା ପାଇଁ ଜୈବିକ ଲବଣ। ପରିବେଶରେ ଏହା ନିହାତି ଦରକାର ବଞ୍ଚିବା ପାଇଁ ଗୋଟେ ମନୁଷ୍ୟକୁ। ବାସ୍ତବରେ ମଣିଷ ଓ ପଶୁ ଜଗତର ବୃକ୍ଷ ଉପରେ ନିର୍ଭରଶୀଳ। ଆମେ ସବୁ ବୃକ୍ଷ ଉପରେ ନିର୍ଭରଶୀଳ କାହିଁକିନା ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଛ ନା, ସେ ଅଙ୍ଗାରକାମ୍ଳ ଅମ୍ଳଜାନ ସବୁ ଛାଡୁଛି। ଏବଂ କୃଷକମାନେ ଛୋଟ ଛୋଟ କୀଟ ପତଙ୍ଗ ଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ନିଜର ଜୀବନ ପାଇଁ ନିର୍ଭର କରନ୍ତି। ମାନେ ପକ୍ଷୀମାନେ ବି ମାନେ ବୃକ୍ଷ ଉପରେ ନିର୍ଭର କରନ୍ତି। ତେଣୁ ପରିବେଶର ସମ୍ପୂର୍ଣ୍ଣ ସତ୍ତା ବୃକ୍ଷଲତା, ପାହାଡ଼ ପର୍ବତ, ନଦୀ, ବଣ ଜଙ୍ଗଲ, ଝରଣା ଓ ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଗଠିତ। ଏହି ପରିବେଶର ଉପାଦାନ ଗୁଡ଼ିକ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢ଼ା। ପରିବେଶ ମଣିଷକୁ ସୃଷ୍ଟି କରେ, ଲାଳନ ପାଳନ କରେ ଓ ନିରାପତ୍ତା ଦିଏ। ପ୍ରତ୍ୟେକ ବ୍ୟକ୍ତିର ସୁଖ ସମୃଦ୍ଧି ପାଇଁ ପରିବେଶ ହିଁ ଦାୟୀ। ଏଇଠି ଦେଖ ମସିହାର ଜୀବଜଗତ ଏବଂ ପାରିପାର୍ଶ୍ୱିକ ଅବସ୍ଥା ଓ ପରିବେଶ ସହିତ ସମ୍ପର୍କରେ ଅବତାରଣା କରିଛନ୍ତି। ଡାରୱିନ୍ଙ୍କ ପୂର୍ବରୁ ରାଲ୍ଫ ଏମରସନ୍ 1840ରେ ସତର୍କ କରାଇଥିଲେ ଯେ ମଣିଷର ବ୍ୟବସାୟିକ ଲାଭଖୋର ଆଚରଣ ହିଁ ଦିନେ ପରିବେଶକୁ ଧ୍ୱଂସ କରିଦେବ। ଏଟା ଠିକ୍ ନୁହେଁ କି? ମୁଁ ଧୀରେ ଧୀରେ ସ୍କ୍ରୋଲ କରୁଛି, ତୁମେ ପଜ୍ କରିକି ସ୍କ୍ରିନଶଟ୍ ନେଇଯିବ। ଏଟା ବହୁତ ଲମ୍ବା କ୍ଲାସ୍ ହେଇଯିବ ନହେଲେ। এইটা ହେଲା ସେକେଣ୍ଡ ୟୁନିଟଟା। ତୁମେ କହିବ ଏତେ ବଡ଼ କ୍ଲାସ୍ କାହିଁ, 3 ମିନିଟ୍ର 2 ମିନିଟ୍ର ଏଇଭଳିଆ କ୍ଲାସ୍। ମୋତେ ସବୁ କ୍ଲାସ୍ କରିବାକୁ ପଡ଼ିବ ସବୁ ସବଜେକ୍ଟର। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କରିଦିଅ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଭଳିଆ ତୁମକୁ ସବୁ PDF ଯୋଗେଇଦେମି କହିଛି, ସବୁ PDF ତୁମ କତିରେ ଯୋଗେଇଦେମି ପରୀକ୍ଷା ପୂର୍ବରୁ। ଖାଲି ମୋ ସହିତ ଯୋଡ଼ି ହେଇକି ରୁହ ସବସ୍କ୍ରାଇବ୍ କରିକି।